ଆମେ ଗାଇ ଚାଲିବା ପ୍ରିୟ ଯୀଶୁଙ୍କ ନାମେ, ଆମେ ମିଳି ଚାଲିବା ପ୍ରିୟ ଯୀଶୁଙ୍କ ନାମେ। ଗାଇ ଚାଲିବା ସେହି ପ୍ରିୟ ନାମେ, ଆମେ ଗାଇ ଚାଲିବା ପ୍ରିୟ ଯୀଶୁଙ୍କ ନାମେ, ଆମେ ମିଳି ଚାଲିବା ପ୍ରିୟ ଯୀଶୁଙ୍କ ନାମେ। ଈଶ୍ୱରଙ୍କୁ ଧନ୍ୟବାଦ ଦିଏ ଆଜିର ସୁନ୍ଦର ସମୟ ପାଇଁ, ସୁନ୍ଦର ଦିନ ପାଇଁ। ଆସନ୍ତୁ ଆଜି ଆମେମାନେ ଗୋଟେ ଶକ୍ତିଯୁକ୍ତ ବାକ୍ୟ ପାଠ କରୁଥିବା, ଯାହାକି ଏହି ଶିଶୁ ଦିନ ମାନଙ୍କରେ ଆମମାନଙ୍କୁ ଅତି ଆବଶ୍ୟକର ବିଷୟ ହେବ। ଜିଜିକଲ୍ 18:23 ପଦରେ ଏପରି ଲେଖା ଅଛି, ପ୍ରଭୁ ସଦାପ୍ରଭୁ କହନ୍ତି, ଦୁଷ୍ଟର ମରଣରେ କି ଆମ୍ଭର କିଛି ସନ୍ତୋଷ ଅଛି? ବରଂ ସେ ଆପଣା କୁପଥରୁ ଫେରି ବଞ୍ଚୁ, ଏଥିରେ କି ଆମ୍ଭର ସନ୍ତୋଷ ନାହିଁ? ପ୍ରିୟ ପ୍ରଭୁଙ୍କର ଲୋକମାନେ, ଏହି ବାକ୍ୟରେ ପରମେଶ୍ୱର ଯାହା କହିଛନ୍ତି, ପରମେଶ୍ୱରଙ୍କ ହୃଦୟର କଥାକୁ ଭବିଷ୍ୟତ ବକ୍ତା ଜିଜିକଲ୍ ସେ ପ୍ରକାଶ କରନ୍ତି ଯେ ଦୁଷ୍ଟର ମରଣରେ ସନ୍ତୋଷ ନାହିଁ, ସେ ଯେପରି ବଞ୍ଚୁ ଏହା ସେ ଚାହାନ୍ତି। ପ୍ରଭୁଙ୍କ ଲୋକମାନେ, ପ୍ରକୃତରେ ଦୁଷ୍ଟ କିଏ? ପ୍ରଶ୍ନ ରହିଛି। ଦୁଷ୍ଟ ପ୍ରକୃତିର ଲୋକ କିଏ? ଦୁଷ୍ଟ ସିଏ ଯେ ଗର୍ବ ଅହଙ୍କାର ଦେଖି ସବୁବେଳେ ନିଜର ଇଚ୍ଛାରେ ଜୀବନ କାଟେ। ସେ ନିଜର ଭୁଲକୁ ନ ଦେଖି ଅନ୍ୟର ଭୁଲକୁ ସବୁବେଳେ ଦେଖିଥାଏ। ତା ପାଖରେ କ୍ଷମା ନଥାଏ, ଦୟା ନଥାଏ। ସେ ସବୁଠାରୁ କପଟି ସ୍ୱାର୍ଥପର ବ୍ୟକ୍ତି ଅଟେ। ଆଉ ସେ ବାସ୍ତବରେ ସେ ସତ୍ୟକୁ ଜାଣିବାକୁ ଚେଷ୍ଟା କରେ ନାହିଁ। ଦୁଷ୍ଟ ସେ ସବୁବେଳେ ନିଜର ଭୁଲ ଅନ୍ୟ ଉପରେ ଲଦିବାକୁ ଚେଷ୍ଟା କରେ। ପ୍ରଭୁଙ୍କ ଲୋକମାନେ, ଆମେ ଜାଣିଛୁ ଦୁଷ୍ଟ କିଏ ପ୍ରକୃତରେ। ଆମେ ସବୁବେଳେ ଯେତେବେଳେ ଆମେ ପରସ୍ପର ଭିତରେ ଝଗଡ଼ା ହଉ, କୁହାକୁହି ହଉ, ଆମେ ଦୁଷ୍ଟ ବୋଲିକି ବ୍ୟବହାର କରିଥାଉ, ଆମେ ଜାଣିଛୁ। କିନ୍ତୁ ପ୍ରଭୁଙ୍କ ଲୋକମାନେ, ଏପରି ଦୁଷ୍ଟ ଲୋକ ଯେପରି ବିନଷ୍ଟ ନ ହୁଅନ୍ତୁ, ପରମେଶ୍ୱରଟା ଚାହାନ୍ତି। ଆଉ ପ୍ରତ୍ୟେକ ସତ୍ୟ ଈଶ୍ୱରଙ୍କୁ ଜାଣିଥିବା ଲୋକମାନେ ମଧ୍ୟ ଆମେ ଖ୍ରୀଷ୍ଟଙ୍କର ମନ ପାଇଛୁ, ଖ୍ରୀଷ୍ଟଙ୍କ ହୃଦୟ ପାଇଛୁ ଯେ ଦୁଷ୍ଟର ମରଣରେ ଆମର ମଧ୍ୟ ସନ୍ତୋଷ ନାହିଁ। ପବିତ୍ର ଶାସ୍ତ୍ରରେ ଆମେମାନେ ଦେଖିଛୁ ଅନେକ ପ୍ରକାର ଦୁଷ୍ଟ ବ୍ୟକ୍ତିମାନେ କିପରି ସେମାନଙ୍କର ମନ ଫେରାଇଛନ୍ତି। ସବୁଠୁ ବଡ଼ ଉଦାହରଣ ସାଉଲରୁ ପାଉଲ। ସେ କିପରି ତାଡ଼ନା କରୁଥିଲେ ବିଶ୍ୱାସୀମାନଙ୍କୁ, ଖ୍ରୀଷ୍ଟିଆନ ବିଶ୍ୱାସୀମାନଙ୍କୁ ସେ ତାଡ଼ନା କରୁଥିଲେ, କିନ୍ତୁ ଶେଷରେ ସେ ପାଉଲ ହେଲେ। ଆମେ ଦେଖିଛୁ ଅବ୍ରାହମ ଜଣେ ପ୍ରତିମା ପୂଜକ ଥିଲେ, କିନ୍ତୁ ସେ ବିଶ୍ୱାସରେ ଆଦିବିତ ହେଲେ। ମୋଶା ଜଣେ କ'ଣ ଥିଲେ? ସେ ନରହତ୍ୟାକାରୀ ସଦୃଶ ଥିଲେ, କିନ୍ତୁ ସେ ଜଣେ ମହାନ ନେତା ହେବାର ସୁଯୋଗ ପାଇଲେ। ପ୍ରଭୁଙ୍କ ଲୋକମାନେ ଅନେକ ଅଛନ୍ତି ଯେଉଁମାନେ କି ନିଜର ସେହି ଆଧ୍ୟାତ୍ମିକ ଚକ୍ଷୁ ଖୋଲି ନଥିବା ସକାଶୁ ସେମାନେ ଅନେକ ବିଷୟ କରି ଚାଲିଥିଲେ, କିନ୍ତୁ ପରମେଶ୍ୱର ସେ ଅଦ୍ଭୁତ କାର୍ଯ୍ୟ କରନ୍ତି। ଆହ୍ୱାନଙ୍କର ଚିନ୍ତାର ବାହାରେ, ଆହ୍ୱାନଙ୍କର ଭାବନାର ବାହାରେ କରନ୍ତି। ତେଣୁ ଏହି ସମୟରେ ବାକ୍ୟ ଜାଣିଥିବା ପ୍ରତ୍ୟେକ ବିଶ୍ୱାସୀ, ବାକ୍ୟ ଜାଣିଥିବା ପ୍ରତ୍ୟେକ ଭାଇ ଭଉଣୀମାନେ, ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଗୋଟିଏ ବିଷୟକୁ ଆମେମାନେ କ'ଣ କରିବାର ଆବଶ୍ୟକ ଅଛି? ଆପଣେଇବାର ଆବଶ୍ୟକ ଅଛି। କାହାର ବିଷୟ ନାହିଁ। ଆମେ କେତେ ଜାଣିଛୁ, କେତେ ବୁଝିଛୁ ତାହା କହିବା ଅପେକ୍ଷା ଏହି ପ୍ରକାର ସମୟରେ ଆମମାନଙ୍କୁ 3 ଗୋଟି ବିଷୟର ଆବଶ୍ୟକ ଅଛି। ଏକ, ପ୍ରାର୍ଥନା। ଦ୍ୱିତୀୟ, ନୀରବ ରହିବା। ତୃତୀୟ, ଆମେ ପାର ପର୍ଯ୍ୟନ୍ତ ପ୍ରେମର କାର୍ଯ୍ୟ କରି ଦେଖାଇବା। ପ୍ରାର୍ଥନା, ନୀରବ ରହିବା, ପ୍ରେମର କାର୍ଯ୍ୟ କରି ଦେଖାଇବା। ପ୍ରଭୁ ଯୀଶୁଖ୍ରୀଷ୍ଟ ଏହି 3 ଗୋଟି ବିଷୟକୁ ସେ ଜଗତରେ ଥିବା ପର୍ଯ୍ୟନ୍ତ ସେ କରି ଚାଲିଲେ। ସେ ପ୍ରାର୍ଥନାରେ ଜୀବନ କାଟୁଥିଲେ,
ଅନ୍ୟମାନଙ୍କ ପାଇଁ ପ୍ରାର୍ଥନା କରୁଥିଲେ, ନିନ୍ଦା କରିବା ଲୋକମାନଙ୍କ ପାଇଁ ପ୍ରାର୍ଥନା କରୁଥିଲେ, ହଜାତ୍ମା ଦୁଷ୍ଟ ପ୍ରକୃତିର ଲୋକମାନଙ୍କ ପାଇଁ ପ୍ରାର୍ଥନା କରୁଥିଲେ। ଆଉ ଉଚିତ ସମୟରେ ସେ କହୁଥିଲେ ମଧ୍ୟ, କିନ୍ତୁ ନୀରବ ମଧ୍ୟ ରହୁଥିଲେ। ଆମେ ଦେଖୁଛୁ ତାଙ୍କର ସେହି ଜଗତରେ ଥିବା ସମୟରେ ଯେତେବେଳେ କି ପିଲା ତାଙ୍କ ସମ୍ମୁଖରେ ଥିଲେ, ସେ ମୁଖ ଫିଟେଇଲେ ନାହିଁ। ଆମେ ଜାଣିଛୁ ଯେ ଆମେ ବର୍ତ୍ତମାନ ଶେଷ ସମୟରେ ଅଛୁ। ଶେଷ ସମୟରେ ଯେହେତୁ ଅଛୁ, ଏଥିପାଇଁ ପରମେଶ୍ୱର ଆମର ସପକ୍ଷ, କି ହେବ ଆମର ବିପକ୍ଷ? ଏହି ବାକ୍ୟ ଆମମାନଙ୍କୁ କ'ଣ କରେ? ଶକ୍ତିଯୁକ୍ତ କରେ ଆଉ ପ୍ରେମର କାର୍ଯ୍ୟ କରି ଚାଲିବା। ଦେଖନ୍ତୁ ପରମେଶ୍ୱର କିପରି କାର୍ଯ୍ୟ କରନ୍ତି। ଏହି ସମସ୍ତ ବିଷୟ ଏ ସାର୍ବଭୌମତ୍ୱ ପରମେଶ୍ୱରଙ୍କର ହସ୍ତ ଅଛି। ଆମମାନେ ଏହା ବୁଝି ଆପଣଙ୍କ ପ୍ରତ୍ୟେକ ବିଷୟ ଆମେ କରିବା ଆବଶ୍ୟକ ଅଛି। ଏହି ଅଳ୍ପ ଚିନ୍ତା ଦ୍ୱାରା ପ୍ରଭୁ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍।